আজি ହେଉଛି ଅଗ୍ନିଶ୍ଚବ ପୂର୍ଣ୍ଣିମା। ଅଗ୍ନିଶ୍ଚବ ବା ଅଇଘରା ପୁନେଇ ଏକ ପାରମ୍ପରିକ ଓଡ଼ିଆ ଗଣପର୍ବ। ଏହି ଦିନ ଅଗ୍ନିଦେବଙ୍କର ପୂଜାଉତ୍ସବ ବିଶେଷ କରି ପାଳନ କରାଯାଏ। ଓଡ଼ିଶା ସମେତ ଭାରତର ଅନେକ ରାଜ୍ୟରେ ଏହି ଉତ୍ସବ ଅଲଗା ଅଲଗା ଢଙ୍ଗରେ ପାଳନ କରାଯାଉଛି। ତ ଏଥିରେ ଗାଁ ମୁଣ୍ଡରେ ଏକ ଉନ୍ମୁକ୍ତ ପ୍ରାଙ୍ଗଣରେ ବାଉଁଶ ଅଗ୍ନି ସ୍ଥାପନ କରାଯାଏ। ଆଉ ସେଥିରେ ନଡ଼ା କୁଟାରେ ଛପର କରାଯାଇ ଅଗ୍ନିଦେବଙ୍କୁ ସ୍ଥାପନ କରାଯାଆନ୍ତି। କମାରଶାଳାର ଶାଣ ଦେହରୁ ଉଦ୍ଭବ ଅଗ୍ନିଶିଖାକୁ ସୋଲରେ ସଂଗ୍ରହ କରି ନଡ଼ା କୁଟାରେ ପ୍ରସ୍ତୁତ ଅଟାରେ ସାଇତି ରଖାଯାଇଥାଏ। ଏଥି ନିମନ୍ତେ ଗ୍ରାମର କମାର ତାଙ୍କ ଶାଳକୁ ଲିପାପୋଛା କରି ଶାଣ ଯନ୍ତ୍ରକୁ ଭୋଗ ଦେଇ ପୂଜା କରିବା ପରେ ଅଗ୍ନି ସଂଗ୍ରହ କରାଯାଏ। ସନ୍ଧ୍ୟା ସମୟରେ ଅଗ୍ନି ଉତ୍ସବ କାଳରେ ବ୍ରାହ୍ମଣ ପୁରୋହିତ ଅଗ୍ନିଦେବଙ୍କୁ ପୂଜା କରି କମାର ଯୋଗାଇଥିବା ଶାଣ ଅଗ୍ନି ଦ୍ୱାରା ପ୍ରସ୍ତୁତ ଅଗିରାରେ ଅଗ୍ନି ସଂଯୋଗ କରିଥାନ୍ତି। ଅଗି ଜଳି ଉଠିବା ସହିତ ନାନାଦି ଭୋଗ ଅଗ୍ନିରେ ସମର୍ପଣ କରାଯାଏ। ଭକ୍ତମାନେ ଖୋଳ କୀର୍ତ୍ତନ କରି ଅଗ୍ନିର ଚତୁଃପାର୍ଶ୍ୱର ପ୍ରଦକ୍ଷିଣ କରିବା ସହିତ ଅଗ୍ନିରେ ଆଳୁ, ବାଇଗଣ, ବିଭିନ୍ନ ପ୍ରକାର ଫଳ ନିକ୍ଷେପ କରିଥାନ୍ତି। ଲୋକମାନଙ୍କର ବିଶ୍ୱାସ ରହିଛି ଯେ ଏଥିରେ ପୋଡ଼ା ଯାଇଥିବା ଫଳ ଖାଇଲେ ମନୁଷ୍ୟ ଦେହରେ ଚର୍ମ ରୋଗ ହୁଏ ନାହିଁ। ଆଉ ମଧ୍ୟ ବିଶ୍ୱାସ ରହିଛି ଅଗ୍ନି ନିଆଁ ଯେଉଁ ଦିଗକୁ ଢଳିଥାଏ ସେହି ଦିଗରେ ଧାନ ଫସଲ ଭଲ ଉତ୍ପାଦନ ହୋଇଥାଏ। ତ ମାଘ ପୂର୍ଣ୍ଣମୀର ଏହି ଅଗ୍ନିଶ୍ଚବ ଏକ କୃଷିଭିତ୍ତିକ ପର୍ବ। କାରଣ କୃଷି କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଲଙ୍ଗଳ, ଲୁହା, ଶାବଳ, କୋଡ଼ି, କୋଦାଳ ଓ ଦା ଆଦି କମାରଶାଳାରେ ଅଗ୍ନିଦାହ ମଧ୍ୟରେ ପ୍ରସ୍ତୁତ ହୁଅନ୍ତି। ତେଣୁ କମାରଶାଳାର ଅଗ୍ନି କମାରର ଇଷ୍ଟ ଦେବତା। ଆଉ ମାଘ ପୂର୍ଣ୍ଣମୀ ପରେ ଅଗ୍ନିଶ୍ଚବ ପାଳି ଅଗ୍ନିଦେବଙ୍କର ପୂଜା ଅର୍ଚ୍ଚନା ପରେ ଗ୍ରାମର ଲୋକମାନେ ସେମାନଙ୍କର ଘରର ଚାଳ ଛପର କାର୍ଯ୍ୟ କରିଥାନ୍ତି। କଥାରେ ଅଛି, ଘର ପୋଡ଼ିବା ଠାରୁ ବିପତ୍ତି ନାହିଁ। ତେଣୁ ଗୃହକୁ ଅଗ୍ନିଦାହରୁ ସୁରକ୍ଷା ଦେବା ନିମନ୍ତେ ଅଗ୍ନିଦେବତାଙ୍କର ସନ୍ତୋଷ ବିଧାନ ନିମନ୍ତେ ଏହି ମାଘ ପୂର୍ଣ୍ଣମୀ ଦିନ ଅଗ୍ନି ଉତ୍ସବ ପାଳନ କରାଯାଉଛି। ଶୁଣ ହେ ଗୋପାଳ ମାନେ ଦେଇ ମନ କର୍ଣ୍ଣ, ଆହୁରି କଥା ଏ ଭାଇ ପଡ଼ିଲା ମୋ ମନ। ଅଇଘରା ପୂର୍ଣ୍ଣମୀ କାହିଁକି କହନ୍ତି, ଅଗ୍ନି ଜଳାଇଣ ବାଡ଼ି ଲଉଡ଼ି ଖେଳନ୍ତି। ଆଳୁ, ବାଇଗଣ, କନ୍ଦ ମୂଳ, ନାରିକେଳ, ଆନନ୍ଦ ହୋଇଣ ପୋଡ଼ି ଖାଆନ୍ତି ସକଳ। ସରଲ ବଣି ଛାଡ଼ି ନନ୍ଦର ନନ୍ଦନ, ଫଳ ପୋଡ଼ି ଖାଆନ୍ତି ସେ ସଖାଙ୍କ ସଙ୍ଗେଣ। ଅଇଘରା ପୂର୍ଣ୍ଣମୀର ଯେ ମନ୍ତ ବୃତ୍ତାନ୍ତ, ଯାହା କରିଅଛନ୍ତି ଯେ ଆମ୍ବନନ୍ଦ ସୁତ। ସଖାଙ୍କୁ ଡାକିଣ କୃଷ୍ଣ ବୋଲନ୍ତି ବଚନ, ବନସ୍ତରୁ ଶୁଷ୍କ କାଠ ଆଣ ହେ ବହନ। ସଖା ମାନେ ଶୁଣି ତହୁଁ ଆନନ୍ଦ ହୋଇଲେ, କାଠ ମାନ ଆଣି କୃଷ୍ଣ ପାଶେ ଜମା କଲେ। ଶ୍ରୀକୃଷ୍ଣ ବୋଇଲେ ସଖା ଶୁଣ ମୋ ବଚନ, ଅଇଘର ମାନ ଏବେ କର ହେ ଦହନ। ଶୁଣି କରି ସଖା ମାନେ ଅଗ୍ନି ଲଗାଇଲେ, ଅଇଗଣ ମାନ ସବୁ ପୋଡ଼ି ପକାଇଲେ। ଅଗ୍ନି ଜାଳି ସର୍ପ ବିଷ ହରଣ କରାଇ,
ନାନାଦି ଫଳ ଫୋଡ଼ିଣ ଖାନ୍ତି କନାଇ। ସଖାମାନେ ଉପବାସ ରହିଣ ଯେଥିଲେ, କୃଷ୍ଣ ଅଚେତରେ କିଛି ଖାଇଣ ନଥିଲେ। ସଖାଏ ଆନନ୍ଦ ହୋଇ ଫଳମାନ ଆଣି, ଅଗ୍ନିରେ ପକାଇ ପୋଡ଼ି ଖାନ୍ତି ପୁଣି। ଶ୍ରୀକୃଷ୍ଣ ଜାଣିଲେ ଆଉ ବିଷ ଜ୍ୱାଳା ନାହିଁ, ପରୀକ୍ଷା ହୋଇଲା ଏବେ ଫଳମାନ ଖାଇ। ଅହି ଘର ପୋଡ଼ି କୃଷ୍ଣ ଆନନ୍ଦ ହୋଇଲେ, ଅହି ଘରା ପୂର୍ଣ୍ଣମୀ ଯେ ନାମ ବିକାଶିଲେ। ଅଗ୍ନି ଦେବ ନମୋ ନମଃ, ତବ ପଦେ ଶରଣ। ଅଗ୍ନି ଦେବ ନମୋ ନମଃ, ତବ ପଦେ ଶରଣ। ନାହିଁ ଦୁଃଖ ଭୟ ବିପଦ ସବୁ ହୋଇଗଲା ହରଣ। ଅଗ୍ନିଦେବ ଶରଣ, ଜୟ ଅଗ୍ନିଦେବ ଶରଣ।